ମିଛ ପ୍ରେମ କରୁଥିବା ପୁରୁଷଙ୍କୁ ଏହି ତିନୋଟି ଲକ୍ଷଣରୁ ଚିହ୍ନନ୍ତୁ ଜାଣନ୍ତୁ। କାହା ପଛରେ ଏତେ ଦୌଡ଼ନି ଫ୍ରେଣ୍ଡସ୍, ପାଦ ଅପେକ୍ଷା ହୃଦୟ ଥକି ଯାଇଥାଏ। ସେହି ଲୋକ କେବେ ଖୁସି ହୋଇନଥାଏ ଯାହାକୁ ମନେଇବା ବାଲା କେହି ନଥାଏ। ରାତିରେ କାନ୍ଦି କାନ୍ଦି ଶୋଇବା, ସକାଳେ କାହାକୁ ଜାଣିବାକୁ ନ ଦେବା, ପ୍ରେମ ଏହି ଶିକ୍ଷା ବି ଦେଇଥାଏ। ଯେବେ ମଣିଷର ଆବଶ୍ୟକତା ସରିଯାଏ, ସେହି ମଣିଷର କଥା କହିବାର ତରିକା ବି ବଦଳି ଯାଇଥାଏ। ଗୋଟିଏ ପ୍ରଜାପତି ପଛରେ ପଡ଼ି ଜୀବନକୁ ନଷ୍ଟ କରିବା ଅପେକ୍ଷା ନିଜ ଜୀବନକୁ ଗୋଟେ ସୁନ୍ଦର ବଗିଚାଟେ ପରି ଗଢ଼ି ତୁଳ। ଦେଖିବ ଗୋଟେ ନୁହେଁ 1000 ପ୍ରଜାପତି ତୁମ ପଛରେ ପଡ଼ିବେ। ମିଛ ପ୍ରେମ, ମିଠା କଥା, 7 ଜନ୍ମର ସାଥୀ ହେବା ପାଇଁ ରାଣ ନିୟମ କେତେ ଜଣ କରନ୍ତି ଲୋକ କେବଳ ଟାଇମ୍ ପାସ୍ ପାଇଁ। କିଛି ପ୍ରେମ ଠିକ୍ ମଣିଷ ସହ ଭୁଲ ସମୟରେ, ଭୁଲ ବୟସରେ, ଭୁଲ ସ୍ଥାନରେ ହୋଇଥାଏ, କିନ୍ତୁ ତାକୁ ନ ପାଇବାର କଷ୍ଟ ସାରା ଜୀବନ ରହିଥାଏ। ପ୍ରକୃତ ଭଲ ପାଇବାରେ ଦୁହେଁ ଦୁହିଁଙ୍କୁ ଭୁଲି ଯାଆନ୍ତି, ପୁଣି ଥରେ ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା କରିଥାନ୍ତି। ଭଲ ପାଇବାରେ ଦୁହେଁ ଦୁହିଁଙ୍କର ଭୁଲ ଭୁଲି ଯାଆନ୍ତି, ପୁଣି ଥରେ ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି। ପ୍ରେମରେ ଭୁଲ କାହାର ବି ଥାଉ, ହେଲେ ଲୁହ ସବୁବେଳେ ହୃଦୟରୁ ନିଭାଉଥିବା ଲୋକକୁ ହିଁ ମିଳେ। ପ୍ରକୃତ ଭଲ ପାଇବାରେ ଦୁହେଁ ଦୁହିଁଙ୍କର ଭୁଲ ଭୁଲି ଯାଆନ୍ତି, ପୁଣି ଥରେ ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା କରନ୍ତୁ। ଯଦି ପ୍ରେମରେ ଲୁହ ଆସିଯାଏ, ତେବେ ବୁଝି ନିଅନ୍ତୁ କି ତମ ପ୍ରେମ ସଚ୍ଚା ବୋଲି। ସଚ୍ଚା ପ୍ରେମ କରୁଥିବା ବ୍ୟକ୍ତି ନିଜଠୁ ଅଧିକ ସାମ୍ନାବାଲାର ଖୁସିକୁ ଗୁରୁତ୍ୱ ଦିଏ, ନିସ୍ୱାର୍ଥ ପର ଭାବରେ ଭଲ ପାଇବା ଦେଇଥାଏ। ଯଦି ମିଛ ପ୍ରେମ ଥାଏ, ସମ୍ପର୍କରେ ନିଜର ଅଧିକାର ମାଗି ଦେଖ, ଲୋକ ଆପେ ଆପେ ଦୂରେଇ ଯିବେ। ସମ୍ପର୍କରେ ସମୟ ମାଗି ଦେଖ, ଲୋକ ନୂଆ ସାଥୀଟିଏ ଖୋଜିବାରେ ଲାଗି ପଡ଼ିବେ। ଯିଏ ଚାଲି ଯାଇଛି ସେ ପୁଣି ଥରେ ଫେରି ଆସିନଥାଏ, କିନ୍ତୁ ଜୀବନର ଏମିତି କିଛି ମୋଡ଼ରେ ସେ ଠିଆ ହୁଏ, ନିଶ୍ଚୟ ତୁମକୁ ଖୋଜିବ ଯେତେବେଳେ ତୁମେ ତା ପାଖରେ ନଥିବ। ପ୍ରେମ ଆଉ ମଦ ଉଭୟରେ ନିଶା ଅଛି। ମଦ ନିଶାରେ ଶୁଆଇ ଦିଏ, ଆଉ ପ୍ରେମ ଲୁହାରେ ଭିଜେଇ ଦିଏ। ତୁଲାଇବାର ଯଦି ଜିଦି ଉଭୟଙ୍କ ପାଖରେ ଥାଏ, ତେବେ କୌଣସି ବି ସମ୍ପର୍କ ସହଜରେ ଭାଙ୍ଗେନି। ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରନ୍ତୁନି, କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ, ସେମିତି ବହୁତ ଶୀଘ୍ର ପଛକୁ ମଧ୍ୟ ଚାଲି ଯାଇଥାଏ। ଆଖି ସବୁ ଜିନିଷ ଦେଖିପାରେ, କିନ୍ତୁ ଆଖିରେ କିଛି ପଡ଼ିଗଲେ ଦେଖିପାରିନଥାଏ। ଠିକ୍ ସେହିପରି ମଣିଷ ଅନ୍ୟମାନଙ୍କର ଭୁଲକୁ ଦେଖିପାରେ, କିନ୍ତୁ ନିଜ ଭୁଲକୁ କେବେ ଦେଖିପାରିନଥାଏ। ଆଘାତ ନ ପାଇଲେ ନିଜର ଲୋକଙ୍କୁ ଚିହ୍ନି ହୁଏ ନାହିଁ, ବିପଦ ନ ପଡ଼ିଲେ ବନ୍ଧୁକୁ ଚିହ୍ନି ହୁଏ ନାହିଁ। ସୁଖରୁ ଖୋଜି ଖୋଜି ମୃତ୍ୟୁ ପାଖରେ ପହଞ୍ଚିଯିବେ, ବୋଧେ ହୁଏ ୟାକୁ ହିଁ ଜୀବନ କୁହନ୍ତି। ଏକୁଟିଆ ରହିବାର ଖୁସି ନିଆରା। ନା କାହାର ଆସିବାର ଖୁସି ଥାଏ, ନା କାହାର ଚାଲିଯିବାର ଦୁଃଖ ଥାଏ। ମୁଁ ପଚାରୁଛି, କାହିଁକି ମିଛ ପ୍ରେମ କରୁଛ? ଯଦି ସମ୍ଭାଳିବାର ତାକତ ନାହିଁ, କାହିଁକି ଜଣକ ହୃଦୟ ଭାଙ୍ଗୁଛ? ଯଦି ତମ ହୃଦୟର କେହି ଭାଙ୍ଗି ନାହିଁ, ପ୍ରେମ ଜଣକ ସହ ବି ଯଥେଷ୍ଟ ହୋଇଥାଏ ଯଦି ହୃଦୟରୁ କରାଯାଇଥାଏ। ଯିଏ ଯାହା କହୁ, ଗୋଟିଏ କଥା ମନେ ରଖ, ନିଜ ହୃଦୟରୁ ଦୁଃଖ ନିଜ ପାଖରେ ଲୁଚେଇ ରଖ, କାରଣ ଯାହା ଖବର କାଗଜରେ ଛପା ପାରେନି, ତାହା ଗାଁ ସାରା ଡିବି ଡିବି ହୋଇ ବାଣ୍ଟି ହୋଇଯାଏ। କାହା ପାଇଁ ବୋଝ ହେବା ଅପେକ୍ଷା ତାଙ୍କ ପାଇଁ ସ୍ମୃତି ହୋଇଯିବା ଅଧିକ ଭଲ ହୋଇଥାଏ। ମିଛ ପ୍ରେମ ପୁରୁଷଙ୍କୁ ଏହି ତିନୋଟି ଲକ୍ଷଣରୁ ଚିହ୍ନନ୍ତୁ। ନମ୍ବର 1, ସିଏ ତୁମ ହୃଦୟକୁ ନୁହେଁ ବରଂ ତୁମ ଶରୀରକୁ ଭଲ ପାଉଥିବେ, ଆଉ ପ୍ରତିଟି କଥାରେ ତୁମକୁ ଖରାପ ବା ଅଶ୍ଳୀଳ କଥା କହୁଥିବେ। ନମ୍ବର 2, ସିଏ ତୁମକୁ ସମ୍ମାନ ଦେବ ନାହିଁ ଓ ସବୁବେଳେ ତୁମକୁ କଷ୍ଟ ଓ ଯନ୍ତ୍ରଣା ଦେଉଥିବେ। ନମ୍ବର 3, ତୁମକୁ କେବଳ ଭଲ ପାଉଛି ବୋଲି କହିହେବେ, କିନ୍ତୁ ବାହାଘର କଥାରେ ବାହାନା ଖୋଜିବେ। ଏହିପରି ପୁଅଙ୍କ ପାଖରୁ ଆପଣମାନେ ଦୂରେଇ ରୁହନ୍ତୁ। ମିଛ ପ୍ରେମ କରୁଥିବା ପୁରୁଷମାନେ କେବେ ବି ସତରେ ତମ ହୃଦୟକୁ ଭଲ ପାଇନଥାନ୍ତି, କେବଳ ତମ ଶରୀରକୁ ଆଉ ତମ ଶରୀର ସହିତ ଖେଳିବା ପାଇଁ ସେ ଭଲ ପାଇବାର ନାଟକ କରିଥାନ୍ତି। କାହାକୁ ଭଲ ପାଇବା ଭୁଲ ନୁହେଁ, କିନ୍ତୁ ଭଲ ପାଇବାରେ ଅନ୍ଧ ହୋଇଯିବା ଭୁଲ ହୋଇଥାଏ। ଏପରି ଭୁଲ ଭବିଷ୍ୟତକୁ ବି ଅନ୍ଧାର କରିଦେଇଥାଏ। ବୃଦ୍ଧରେ କୁହାଯାଇଥିବା ଗୋଟିଏ ଶବ୍ଦ ଏତେ ବିଷାକ୍ତ ହୋଇଥାଏ କି ଭଲ ହୃଦୟରୁ କୁହାଯାଇଥିବା 1000 ମିଠା କଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ। ଯଦି କାହାକୁ ପ୍ରେମ କରୁଛ, ତେବେ ତାକୁ ଏକଥା ଜାଣିବାକୁ କେବେ ବି ଦିଅନି ଯେ ତମେ ତାକୁ କେତେ ଭଲ ପାଅ। ଜୀବନରେ ବେଳେ ବେଳେ ଏମିତି ହୁଏ, ଆମେ ଯାହାକୁ ପାଇବାକୁ ପାଗଳ ହେଉ, ସେ ଆଉ କାହାକୁ ଖୁସି କରିବାରେ ବ୍ୟସ୍ତ ଥାଏ। ପ୍ରେମ କରିବା ଆଉ ପ୍ରେମ ହୋଇଯିବା କିଛି ବଡ଼ କଥା ନୁହେଁ। ସମ୍ପର୍କକୁ ଜୀବନ ସାରା ନିଭେଇବା ହେଉଛି ସବୁଠାରୁ ବଡ଼ କଥା। ଏଇ ଦୁଇଟି ଜିନିଷ ହିସାବ କରିବା ଛାଡ଼ି ଦିଅ, ନିଜର ଦୁଃଖ ଏବଂ ଅନ୍ୟର ଖୁସି। ଦେଖିବ ଜୀବନ ସହଜ ହୋଇଯିବ ବଞ୍ଚିବା ପାଇଁ। ଜୀବନରେ ହୃଦୟ ଭାଙ୍ଗିବା ବି ଜରୁରୀ, କାହିଁକି ନା ଭାଙ୍ଗିବ ନାହିଁ ତ ଯୋଡ଼ିବା ଶିଖିବ କେମିତି? ସବୁ କଥାକୁ ହୃଦୟରୁ ନେଇ ହୃଦୟ ଦୁର୍ବଳ ହୋଇଯିବ ଏବଂ ସବୁ ଛୋଟ ଛୋଟ କଥାକୁ ହୃଦୟରେ ସାଇଥିଲେ ବଡ଼ ବଡ଼ ସମ୍ପର୍କ ବି ନଷ୍ଟ ହୋଇଯିବ।
ଯିଏ ଯାହା କହୁ ଗୋଟିଏ କଥା ମନେ ରଖ, ନିଜର ହୃଦୟର ଦୁଃଖ ଓ ନିଜର ଯନ୍ତ୍ରଣା କେବେ କାହାରି ଆଗରେ କୁହନ୍ତୁନି, କାରଣ ଏ ଦୁନିଆ ବି ବଡ଼ ବିଚିତ୍ର ବନ୍ଧୁଗଣ। ଆପଣଙ୍କର ସେଇ କିଛି ଦୁଃଖ କଥାକୁ ନେଇ ସେମାନେ ମଜାକ କରନ୍ତି ଓ ଆପଣଙ୍କର ହସର ପାତ୍ର ଉଡ଼ାନ୍ତି। ତେଣୁ ଆପଣଙ୍କର ନିଜର ସବୁ ପର୍ସନାଲ ନିଜ ପାଖରେ ହିଁ କୁହନ୍ତୁ, ଆଉ ଭଗବାନଙ୍କ ପାଖରେ ହିଁ କୁହନ୍ତୁ। ସେ ହିଁ ଏକମାତ୍ର ବନ୍ଧୁ ଆପଣଙ୍କର ସବୁକିଛି ସମାଧାନ କରିବା ପାଇଁ। ଅନ୍ୟ କାହାରି ପାଖରେ କିଛି ବି କୁହନ୍ତୁ ନାହିଁ। ଆଜିପାଇଁ ଏତିକି। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। ଆଉ ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଆମ ଚ୍ୟାନେଲକୁ ଗୋଟେ ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ନିହାତି ମତାମତ ରଖନ୍ତୁ ଆପଣଙ୍କୁ ଭିଡ଼ିଓଟି କେଉଁଭଳି ଭଲ ଲାଗିଲା କି ନାହିଁ, ଆଉ କେଉଁଭଳି ଭିଡ଼ିଓ ଆପଣମାନଙ୍କୁ ଦରକାର ନିହାତି କମେଣ୍ଟ କରନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ବି ବହୁତ ବଢ଼ିଆ ଅଛି, ଖୁସିରେ ଅଛି। ପ୍ରଭୁ ଜଗନ୍ନାଥ ସବୁବେଳେ ଆପଣମାନଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ।